ଶ୍ରୀମଦ୍ଭାଗବତ ଚତୁର୍ଥ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ। ବିଦୁର ଉବାଚ। ଯେ ଭବ ସାଧୁଙ୍କର ଶ୍ରେଷ୍ଠ, ତା ସଙ୍ଗେ ଦକ୍ଷ କଲା ହଟ। ଦୁହିତା ବସ୍ତ୍ରଳ ସ୍ୱଭାବେ, ସତୀଙ୍କୁ ଦେଇଅଛି ଭବେ। କିମ୍ବା ଅନୀତି ବିଚାରିଲା, ସତୀଙ୍କୁ ଅନାଦର କଲା। ସଚରାଚର ଗୁରୁହର, ସେ ଆତ୍ମାରାମ ଯଜ୍ଞେଶ୍ୱର। ଶାନ୍ତି ନିଗ୍ରହ ନିର୍ବିକାର, ଅଦ୍ଭୁତ ମହିମା ମହାନ୍ ଯାହାର। ସମସୁହୃଦ ଶୁଦ୍ଧଚିତ୍ତ, ଜଗତ ବନ୍ଧୁ ବିଶ୍ୱନାଥ। ତାଙ୍କୁ ଅଜ୍ଞାନ ବିପା କଲା, କେବା ତାହାଙ୍କୁ ଶିକ୍ଷା ଦେଲା। ଜାମାତା ଶ୍ୱଶୁର ସମ୍ବୁଧେ, କେବା ସାଧିଲା ବୁଦ୍ଧିଭେଦେ। ଶିବଙ୍କୁ ଅନାଦର କଲା, ସେ ଭାବେ ସତୀ ପ୍ରାଣ ଦେଲା। ଏ ବାଣୀ ଶୁଣି ମୋର ମନ, ଚଞ୍ଚଳ ଭାବେ ହୁଏ ଛନ। ଭୋମୁନି କରିବା କେ ସ୍ନେହ, କହିବା ନ ରହୁ ସନ୍ଦେହ। ମୈତ୍ରେୟ ଉବାଚ। ଶୁଣ ବିଦୁର ଶାସ୍ତ୍ର ଯୋଗେ, ସୃଷ୍ଟିର ପୂର୍ବେ ଦକ୍ଷ ଯଜ୍ଞେ। ଯଜ୍ଞ ଆରମ୍ଭ ଆଚରଣେ, ମିଳିଲେ ସର୍ବ ଦେବଗଣେ। ଅଶେଷ ମୁନିଙ୍କର ମେଳେ, ମିଳିଲେ 10 ଦିଗପାଳେ। ଯକ୍ଷ କିନ୍ନର ନାଗକୁଳ, ମିଳିଲେ ତୃତୀୟ ନଳ। ପିତୃଦେବତା ଗଣ ଆଦି, ଯେତେ ମହାଯଜ୍ଞ ସମ୍ପାଦି। ହେମନ୍ତ ସୁର ଗଣ ଯେତେ, ମିଳିଲେ ବ୍ରହ୍ମାର ବ୍ରତେ। ସୁର କିନ୍ନର ସର୍ବ ମୁନି, ଦକ୍ଷଙ୍କୁ ସର୍ବେ ସଙ୍ଗେ ଘେନି। ସେ ଦକ୍ଷ ନିଜ ବ୍ରହ୍ମ ତେଜେ, ସୁନ୍ଦରେ ତ୍ରିଭୁବନ ଗଞ୍ଜେ। ଆଦିତ୍ୟ ପ୍ରାୟ ଦେହ କାନ୍ତି, ମଣି କଙ୍କଣ ଝରକନ୍ତି। ବ୍ରହ୍ମାର ସଭା ମଧ୍ୟଗତେ, ଥିଲେ ଯେମିତିର ଆୟତେ। ଦକ୍ଷର ଯେତେ ତମ ଗଲା, ସେ ସଭା ନିର୍ମଳ ଦିଶିଲା। ଦେବଙ୍କ ମଧ୍ୟରେ ଦକ୍ଷ ଦେଖି, ଉଠିଲେ ଆସନ ଉପେକ୍ଷି। ମଧ୍ୟ ଯେ ବ୍ରହ୍ମା ଶିବ ଥିଲେ, ଦକ୍ଷଙ୍କୁ ଦେଖି ନ ଉଠିଲେ। ସେ ସଭା ମଧ୍ୟେ ମୁନି ଯେତେ, ଆନନ୍ଦେ ଭଜି ଶୁଦ୍ଧଚିତ୍ତେ। ରୋମାଞ୍ଚ ଅଶ୍ରୁ ଜଳ ନେତ୍ରେ, ଅଞ୍ଜଳି କରି କରପତ୍ରେ। ଦକ୍ଷଙ୍କୁ ସାଧୁ ସାଧୁ ବାଣୀ, ଭାବେ କରନ୍ତି ପୁଣି ପୁଣି। ସେ ଦକ୍ଷ ସଭା ମଧ୍ୟ ଗଲା, ବ୍ରହ୍ମା ଚରଣେ ପ୍ରଣମିଲା। ସେ ବ୍ରହ୍ମା କୃତକୃତ୍ୟ ହୋଇ, ଦକ୍ଷଙ୍କୁ ଆଲିଙ୍ଗନ ଦେଇ। ନେଇ ସମୀପେ ବସାଇଲେ, ଅନେକ ପୁରସ୍କାର ଦେଲେ। ରୁଦ୍ର ଯେ ସଭା ମଧ୍ୟ ଥିଲେ, ଦକ୍ଷଙ୍କୁ ଦେଖି ନ ଉଠିଲେ। ଦେଖିଣ ରୁଦ୍ର ଆପମାନ, ଦକ୍ଷର ଚିତ୍ତେ ମହାତମ। ସେ ଦକ୍ଷ ସଭାରେ ଶ୍ୱଶୁର, ତାଙ୍କୁ ନ ଗଣିଲେ ଈଶ୍ୱର। ଅଭାଗ୍ୟ ଦୁହେଁ ସେ ପ୍ରଚଣ୍ଡ, ଯେହ୍ନେ ଉଦିତ ମାରତଣ୍ଡ। କର ପ୍ରସାରି ସଭା ମଧ୍ୟେ, କୋପେ କହଇ ଅଶ୍ରବାଦେ। ଶୁଣ ହେ ବ୍ରହ୍ମ ଋଷିଗଣ, ଆଗମ ନିଗମ ପ୍ରମାଣ। ତୁମ୍ଭେ ଯେ ସଭା ମଧ୍ୟ ଅଛ, ଏବେ ତ ଦେଖିଲ ପ୍ରତ୍ୟକ୍ଷ। ଶାସ୍ତ୍ର ତୁମ୍ଭର ବାକ୍ୟ ଯେତେ, ଯେ ସଦାଚାର ଏ ଜଗତେ। କେ କଳି ପାରେ ତାହା ବଳେ, ଏ 3 ଭୁବନ ମଣ୍ଡଳେ। ଦେଖ ଏ ତୁମ୍ଭର ବଚନ, ଲଙ୍ଘିଲା ବିକଟ ଲୋଚନ। ରୁଦ୍ର ବୋଲାଇ ଗର୍ବ କଲା, ଏ ମୋତେ ଦେଖି ନ ଉଠିଲା। ଦେଖ ଏ ଲୋକପାଳ ମଧ୍ୟେ, ନିର୍ଭର ନିରାତର ପାଦେ। ସେ ସାଧୁ ସନ୍ଥ ଆଚରଣ, କି ଭାବେ କଲା ଏ ଦୂଷଣ।
ମୋହର ଶିଷ ଏ ବୋଲଇ ଯେଣୁ ଦୁହିତା ଦେଖି ମୁହିଁ ଅଗ୍ନି ଦେବତା ବିପ୍ରସ୍ଥାନ ଦୁହିତା କରିଛି ପ୍ରଦାନ ଏଣୁ ମୁଁ ଏହାର ଶ୍ୱଶୁର ଗୁରୁଙ୍କ ମଧ୍ୟ ଗୁରୁବର ଆଧି ଉପାଧି ଅତିବାରେ ଧର୍ମେ ନିମିବ ମୋର ପାଦେ ମାନନ କରି ମୋ ଚରଣେ ଅବଜ୍ଞା କଲା ଦୁଷ୍ଟପଣେ ମର୍ଯ୍ୟାଦା ଭେଦ ଅଛି ମାନି କର୍ତ୍ତଇ ସ୍ୱଦ୍ର ଦେହ ଘେନି ଏହା ମୁଁ ନ ଜାଣିଲେ ଜ୍ଞାନେ ବିଶ୍ୱାସୀ ବ୍ରହ୍ମାର ବଚନେ ଦୁହିତା ଦାନ ଦେଖି ମୁହିଁ ଶୂଦ୍ରକୁ ଚିହ୍ନେ ବେଦ କହି ଅପ୍ରାତେ ଦେଲା ଫଳ ଯେତେ ଏବେ ବୁଝିଲେ ଯଥାର୍ଥେ ଶ୍ମଶାନବାସୀ ଯୁକତେ କର୍ତ୍ତଇ ଭୂତ ପ୍ରେତ ସାଥେ ଉନ୍ମତ୍ତ ପ୍ରାୟ ଜନ୍ମ ହୋଇ ଯଜ୍ଞ ହୋଇ ଶ୍ମଶାନେ ନିରତେ ଭ୍ରମଇ ଜଟା ସହିତ ମୁକ୍ତ କେଶ ଶ୍ମଶାନେ ଭ୍ରମ ଧୂମ ବେଶ ଉନ୍ମତ୍ତ ଭୋଳ ହାସ୍ୟ ମୁଖେ ନିତ୍ୟ ବଞ୍ଚଇ ଦୁଃଖ ସୁଖେ ପତ୍ନୀ ଉପଦେଶ ଫଳେ ନିତ୍ୟ ଭ୍ରମନ୍ତି ଅନ୍ତରାଳେ ଅଶିବ ବଗଣ ନିତ୍ୟ ସାଧ ଏଣୁ ଅଶିବ ଶିବ ପାଦ ପ୍ରମତ ମତନର ପ୍ରାୟ ଏଣୁ ଅସୁଛି ଦେବ ବହେ ପ୍ରଥମ ଭୂତ ଗଣପତି ନିତ୍ୟ ତାମସ ବହେ ମତି ଏଣୁ ତାପସୀ ଜନପ୍ରିୟ ନିତ୍ୟ ନିନ୍ଦିତ ଏହା ଦେହ ଏ ପୁଷ୍ପର ଅଟେ ଦୁର୍ମତି ଦୁର୍ଦୂତ ପ୍ରାୟ ଦେହମତି ସମତ ଏ ଜାଣି ଅଜ୍ଞାନେ ବିଶ୍ୱାସୀ ବ୍ରହ୍ମାର ବଚନେ ଏହାଙ୍କୁ ସତୀ କନ୍ୟା ଦେଖି ଦୃଷ୍ଟେ ଅନୀତି ଆଚରିଲେ ମୈତ୍ରେୟ ଉବାଚ ଏମନ୍ତେ କୃଷିତ ବଚନେ ସେ ପ୍ରଜାପତି କୋପ ମନେ ଦୁର୍ଦତ୍ତ ପ୍ରାୟ ଆଚରିଲେ ସିରି ସେ ବହୁ ନିନ୍ଦା କଲେ ତକ୍ଷଣେ ଉଠି କୋପ ନଳେ ସ୍ୱହସ୍ତେ ରତ ଘେନି ଜଳେ ଭୃଗୁର ବଚନ ସಮೇତେ ହରିଙ୍କୁ ଶାପ ଦେବା ଅର୍ଥେ ଦକ୍ଷ ଉବାଚ ଇନ୍ଦ୍ର ଉପେନ୍ଦ୍ର ଆଦି ଯେତେ ଅଶେଷ ବେଦଙ୍କ ସମତେ ଅଶେଷ ଦେବ ଯଜ୍ଞ ଭାଗ କେବେ ହର ନ ଲଭିବ ଏକଥା ମୋହର ପ୍ରମାଣ ଏଥକୁ ସାକ୍ଷୀ ନାରାୟଣ ଏ ଦେବଗଣ ଅଧମ ଆତ୍ମାକୁ ମଣେ ସର୍ବଧମ ଦକ୍ଷରୁ ଚାହିଁ ଦେବ ଲୋକେ ନିଷେଧ କଲେ ଏକେ ଏକେ ସେ ଦକ୍ଷ କୋପେ ଅଭିମାନୀ ସାପ ସେ ଦେଲା ଦୋଷ ଘେନି ଅତ୍ୟନ୍ତ କୋପେ ସାପ ଦେଲା ଋଷିଙ୍କୁ ବଚନ କଲା ଶିବଙ୍କୁ କୋପେ ସାପ ଦେଇ ଅତ୍ୟନ୍ତ କ୍ରୋଧ ମନେ ବହି ବ୍ରହ୍ମାର ସଭାରୁ ବାହାର ତକ୍ଷଣେ ଯାନ୍ତେ ନିଜପୁର ନନ୍ଦୀ ଯେ ରୁଦ୍ର ପାଶେ ଥିଲା ଦକ୍ଷିଣ ସାପ ସେ ଶୁଣିଲା ରୋଷେ ସେ କୁନ୍ତାନ୍ତ ନୟନ ଦକ୍ଷିଣ ସାପେ କୋପ ମନ ଦକ୍ଷଙ୍କୁ ପ୍ରତି ସାପ ଦେଇ କହି ସଭାମୁଖ ଚାହିଁ ଦକ୍ଷ ତ ଯେତେ ମତେ ଥିବା ଏ ସାପ ଭଲେ ସେ ନଭିବେ ଦକ୍ଷଙ୍କୁ ଯେବେ ଆରାଧିବେ ବିଷ୍ଣୁର ଦ୍ରୋହ ସେ ଲଭିବେ ଏକୁଟ ଗୃହ ଧର୍ମ ମଧ୍ୟେ ବିଷୟ ଭୋଗ ଇଚ୍ଛା ସମେ ବିସ୍ତାରୀ ଯଜ୍ଞ କର୍ମ କାଣ୍ଡେ ସେ ଏହା ବଖାଣିବ ତୁଣ୍ଡେ ପଶୁଙ୍କ ପ୍ରାୟ କରି ଆସ ଯେବା କରନ୍ତି ଅନ୍ନଗ୍ରାସ ଅଦ୍ବିଦ୍ୟ ମାର୍ଗେ ବିଦ୍ୟ କଳ୍ପୀ ଲାଭ ଲାଭେ ଚିତ୍ତସ୍ଥାପୀ ପଶୁ ନିହିତ ଏ ଦୃଢ଼ ଚିତେ ଅଜ୍ଞାନ ବଳେ ମୋହିତେ ଅଶେଷ ଯଜ୍ଞ କର୍ମ କରି ଏ ରୁଦ୍ର ଭାବନ ଆଦରି ଯେ ବିପ୍ରବ୍ରତ ଧର୍ମ କେତୁ ଅଶେଷ କର୍ମ ଫଳ ହେତୁ।
ଚିତ୍ତ ଇନ୍ଦ୍ରିୟ ଦେହେ ଭ୍ରମେ ଚାତକ ପ୍ରାୟ ଶ୍ରମେ ଭ୍ରମେ ଭ୍ରମ ଇହ ପରଲୋକେ ଅରୁଦ୍ର ମାର୍ଗେ ଅତିରେକେ ହେମନ୍ତ ସାପ ଦେବା କାଳେ ସେ ନନ୍ଦୀଶ୍ୱର କୋପ ନଳେ ଭୃଗୁ ସେ ସଭା ମଧ୍ୟ ଥିଲେ ନନ୍ଦୀର ବଚନ ଶୁଣିଲେ ଦକ୍ଷର ମତେ ପକ୍ଷ ଧରି ରୁଦ୍ର ବିଷୟରେ କୋପ କରି ଯେ ଶିବ ବ୍ରତ ଏ ଜଗତେ କରିବି ଶିବର ଆୟତେ ସେ ବ୍ରହ୍ମଦଣ୍ଡ ରୂପ ତ୍ୟାଏ ସ୍ୱଭାବେ ଭୃଙ୍ଗ ମହାଶଏ ମୋହର ଶାସ୍ତ୍ର ଅନାଦରି ପାଣ୍ଡବ ହେତୁ ମଦ ତମ ଧରି ତକ୍ଷଣେ କଳହରେ ଘେନି ସଭା ସ୍ୱରୁ ହେ ଊର୍ଦ୍ଧ୍ୱବାଣୀ କହି ହସ୍ତେ ଜଳ ଧରି ହୃଦୟ କୋପ ନଳ ଭରି ଅସୁରୀ ପୁତ୍ର ନଷ୍ଟ ବୃଦ୍ଧି ପାଷାଣ୍ଡ ଗଣେଶ ପ୍ରସିଦ୍ଧି ଭୂଷଣ ଜଟା ଭସ୍ମ ଅସ୍ଥି ଶିବ ପୂଜନ୍ତି ଦୃଢ଼ ମତି ବହନ୍ତି ଶିବ ଦୀକ୍ଷା ହୃଦେ ଯେ ଅବା ଦେବାସୁର ମଧ୍ୟେ ବ୍ରହ୍ମାର ନିନ୍ଦା କରି ନିରତେ ସିଦ୍ଧ ଦୀକ୍ଷା ଧରି ଶିବର ପଥ ସନାତନ ସେ ଅପା ଆଚରିଣ ଜନ ଅନ୍ତେ ପାଷଣ୍ଡ ଗତି ହେଉ ବିଷ୍ଣୁ ନିନ୍ଦନ ଜ୍ଞାନ ବହୁ ହେମନ୍ତେ ଭୃଙ୍ଗୁ ବାକ୍ୟ ଶୁଣି ସଭାର ମଧ୍ୟ କୂଳ ପାଣି ବିନମ ହୋଇ ବେଗେ ଉଡ଼ି ଅନନ ପ୍ରାୟ କୋପେ ଦୃଢ଼ି ଶିବଗଣକୁ ଘେନି ସଙ୍ଗେ ମିଳିଲେ ନିଜ ସ୍ଥାନ ମାଗେ ଶିବ ଗମନେ ମୁନି ଗଣେ ଆଗମ ନିଗମ ପ୍ରମାଣେ ସହସ୍ର ମୁନି ମୁଖ୍ୟ ଗଣେ ସେ ଯଜ୍ଞ ବିଧାତା ପ୍ରମାଣେ ବିଷ୍ଣୁର ପ୍ରଜା ବିଧି ସାରି ଯଜ୍ଞ ଭଭୂତେ ସ୍ନାନ କରି ଜାହ୍ନବୀ ଜଳେ କରି ସ୍ନାନ ବିପ୍ରେ ଗମିଲେ ଯେଝା ସ୍ଥାନ ସେ ବ୍ରହ୍ମ ଯଜ୍ଞେ ନମସ୍ତତେ ଭାଷା ପ୍ରବନ୍ଧେ ଭାଗବତେ ଚତୁର୍ଥ ସ୍କନ୍ଧେ ସେ ଉଦିତ ହରିଭକତ ଜନହିତ ବିଷ୍ଣୁ ଚରିତ ସୁଧାରସ କହି ଜଗନ୍ନାଥ ଦାସ इति श्रीमद्भागवते महापुराणे परमहंस संहितायां 82 चतुर्थ स्कन्धे हर प्रजापति संवादे नाम 2 अध्याय।